ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ବିଶିଷ୍ଟ ସମାଜସେବୀ ମହମ୍ମଦ ସବିର ଏବଂ ତାଙ୍କ ଧର୍ମପତ୍ନୀ ରସିଦା ବେଗମ ଉଭୟ ଚଳିତ ବର୍ଷର ହଜ ଯାତ୍ରାରେ ସାମିଲ ହୋଇ ମକ୍କା ମଦିନା ଯାତ୍ରା କରୁଛନ୍ତି। ଏହି ଅବସରରେ ତାଙ୍କର ବନ୍ଧୁ ପରିଜନ ଏବଂ ଶୁଭେଚ୍ଛୁମାନେ ନରସିଂହପୁର ସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ଉଭୟ ଦମ୍ପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେବା ସହ ଯାତ୍ରାର ମଙ୍ଗଳ କାମନା କରି ବିଦାୟ ଦେଇଥିଲେ। ବିଦାୟ ସମୟରେ ସେଠାରେ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କ ଭାଇ ହାଜି ଜବାର ଖାନ ମକ୍କା ମଦିନା ଯାତ୍ରାର ନିୟମ ନିଷ୍ଠା ସେଠିକାର ଚଳଣି ବିଷୟରେ ସବିଶେଷ ବୁଝାଇଥିଲେ। ଏହାପରେ ଉଭୟ ଦମ୍ପତି ସବିରଙ୍କ ପୈତୃକ ଗ୍ରାମ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ଭାକରସାହି ଠାରେ ପହଞ୍ଚି ତାଙ୍କ ବନ୍ଧୁ ପରିଜନଙ୍କୁ ସାକ୍ଷାତ କରିବା ସହ ବରିଷ୍ଠମାନଙ୍କ ଠାରୁ ଆଶୀର୍ବାଦ ନେଇଥିଲେ। ପୂର୍ବତନ ବିଧାୟକ ତଥା ବାଲିପାଟଣା ବାଲିଅନ୍ତା କଂଗ୍ରେସ ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସାଗରିଆ ଭାକରସାହି ମସଜିଦରେ ପହଞ୍ଚି ଉଭୟଙ୍କୁ ଶୁଭେଚ୍ଛା ଜଣାଇବା ସହ ଯାତ୍ରାର ମଙ୍ଗଳ କାମନା କରିଥିଲେ। ଏହାପରେ ତାଙ୍କର ବନ୍ଧୁ ପରିଜନ ଏବଂ ଶୁଭେଚ୍ଛୁମାନେ ଭୁବନେଶ୍ୱର ରେଳ ଷ୍ଟେସନ ପର୍ଯ୍ୟନ୍ତ ଆସି ଭାବପୂର୍ଣ୍ଣ ବିଦାୟ ଦେଇଥିଲେ। इंडिया गठबंधन एवं कांग्रेस इंडिया गठबंधन सबुठ आगे अच्छी 280 रु अति कम 195 रु 200 सीट इंडिया गठबंधन कांग्रेस पाउची। एनडीए बीजेपी गठबंधन मात्र 80 रु 85 सीट पाउची। तेणुक दिल्ली रे कांग्रेस सरकार आसवा सुनिश्चित आ भितर हो सारी। तेणु ये ग्यारंटी कार्ड जो दिखाई कांग्रेस तरफ ग्यारंटी दि जाए सब कार्यकारी हम लोक मैंने जनसाधारण सुविधा पाइबे। आम आमंत्रण दूसु एमतीका जो मैंने भगवान आर्थिक अवस्था भल रखी पूरा हदिश हिसाब से हज जीवन में थर जा हज कर आसतु मन जदि बड़े जी ताले हज प्रति पड़े जे पर्यटन मन न बड़े से पर्यटन से हज को से जापर मन बढ़ातु पासपोर्ट बाहर कर दिंतु निश्चित खुशी कि हज करने जाऊँगी जो कि फर्ज अच्छी कंपलसरी जाए। आ मोर बड़ भाई जबर भाई पाखे अच्छा बहुत माने सक्सेस लोक भर हाथ थाए हज पीछे बहुत बड़ा हाथ अच्छी मुझे धन्यवाद मो सब सुख दुखर साथी से भी आज मत बारंबार कहते हज पाई धन्यवाद देवा चाहिए। भुवनेश्वर विजयानंद रिपोर्ट तीर्थक्षेत्र लाइव।